ମୁଁ ଆଜି ରାତିରେ କାଲି ଜାଣିବାକୁ ପାଇଲି ଭୋରୁ ଭୋରୁ ଯେ ସୋସିଆଲ ମିଡ଼ିଆ ସୁଭାଷ ସିଂ ପେଜ୍ରେ ଯେଉଁ ଅଛି ସେ ପେଜ୍କୁ ହ୍ୟାକିଂ କରାଯାଇ କିଛି ଦୁର୍ବୃତ୍ତ ଅଶ୍ଳୀଳ ପୋଷ୍ଟର ଛାଡ଼ିଛନ୍ତି ଜାଣିଲା ପରେ ଏବଂ ସୋସିଆଲ ମିଡ଼ିଆ ମୋର ଯେଉଁ ଟିମ୍ ପରିଚାଳନା କରନ୍ତି ତାଙ୍କୁ ସବୁ ଡିଲିଟ୍ କରିଦିଆଯାଇଛି। ତାଙ୍କୁ ସେମାନେ କୌଣସି ପ୍ରକାର ଆକୁ ଡିଲିଟ୍ କରିବାର ସୁଯୋଗ ନାହିଁ, ତାଙ୍କୁ କାଟି ଦିଆଯାଇଛି। ସେଥିରେ ମୁଁ ସଙ୍ଗେ ସଙ୍ଗେ କଣ୍ଟାକ୍ଟ କଲି ସାଇବର କ୍ରାଇମ୍ ସହିତ, ଆମ ଗଭର୍ଣ୍ଣମେଣ୍ଟ ଯେଉଁ ବ୍ୟବସ୍ଥା ଅଛି ସାଇବର ଥାନା ସହିତ, ଏବଂ ଏଫଆଇଆର୍ ଲଜ୍ କଲି। ତା'ର ଅଧିକାରୀମାନଙ୍କ ସହିତ ସବୁ ଆଲୋଚନା କଲି ଏବଂ ମୁଁ ନିବେଦନ କରିଛି ମୋ ସୋସିଆଲ ମିଡ଼ିଆ ସହିତ ଯେଉଁମାନେ ବନ୍ଧୁମାନେ ସମ୍ପୃକ୍ତ ଅଛନ୍ତି ସେମାନେ ତାକୁ ସବୁ ବ୍ଲକ୍ କରିଦେବା ପାଇଁ। ଏଇଭଳି କିଛି ଦୁର୍ବୃତ୍ତ ଗୋଟିଏ କଥା ହେଉଛି, କେହି ଲୋକ ଗୋଟେ ବଡ଼ ଚକ୍ରାନ୍ତରେ ଅଛନ୍ତି। କଟକ ଡେଭଲପମେଣ୍ଟରେ କିଏ ଆଗକୁ ଯାଉଛି? ଏଠି ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି କଟକର ବିକାଶ। ଆମେ ଜଷ୍ଟ ନିମିତ୍ତ ମାତ୍ର ସହଯୋଗିତାରେ ଦିବା ରାତ୍ରି ଏକାକାର କରି ତାକୁ ସହଯୋଗିତା କରୁଛୁ। ମୁଁ ମେୟର ଭାବରେ କର୍ପୋରେଟରମାନେ, ପ୍ରଶାସନିକ ଅଧିକାରୀମାନେ ଆମେ ସମସ୍ତେ ଏକାକାର କରୁଛୁ। ଆମକୁ କେମିତି ଜାଲରେ ପକାଇବେ ବିଭିନ୍ନ ଉପାୟ ପ୍ରକ୍ରିୟା କରାଯାଇ ଏଭଳି ସବୁ ହୀନ ଉଦ୍ୟମ କରାଯାଉଛି। ମୁଁ ସେଥିପାଇଁ ମୋ ସମସ୍ତ ମୋ ଆଇଡ଼ି ସହିତ ସମ୍ପୃକ୍ତ ବନ୍ଧୁମାନଙ୍କୁ ନିବେଦନ କରିଛି ଯେ ସମସ୍ତେ ଆକୁ ଡିଲିଟ୍ କରିଦିଅନ୍ତୁ, ବ୍ଲକ୍ କରିଦିଅନ୍ତୁ ଏବଂ ଏ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ସାଇବର କ୍ରାଇମ୍ ପଦକ୍ଷେପ ନେବ ବୋଲି ମୁଁ ଥାନାରେ ଏଫଆଇଆର୍ ଜରିଆରେ ଅନୁରୋଧ କରିଛି। ବହୁତ ସମୟ ସକାଳୁ ଫୋନ୍ ଚାଲିଛି। ମୁଁ ବର୍ତ୍ତମାନ ମୋର୍ ଦାନ୍ 100 ଫୋନ୍ ପାଇଲିଣି। ମୋର ବନ୍ଧୁମାନେ ସମସ୍ତେ ମୋତେ ଯେଉଁମାନେ ଭଲ ପାଆନ୍ତି, କେବଳ ରାଜନୈତିକ ବ୍ୟକ୍ତି ନୁହନ୍ତି, ସମାଜର ସବୁ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଯେଉଁମାନଙ୍କ ସହିତ ମୁଁ ସମ୍ପୃକ୍ତ, ସେମାନେ ସବୁ ଅନୁରୋଧ କରିଛନ୍ତି ଯେ ଏ ହ୍ୟାକ୍ ହେଇଛି, ଆକୁ ତୁରନ୍ତ ପ୍ରତିକାର ବ୍ୟବସ୍ଥା କରନ୍ତୁ। ଏକରେ କଟକରେ ସେମାନେ ଏମିତି ଗୋଟେ ଲୋକ ଦେଖିନଥିଲେ 16 ଘଣ୍ଟା 18 ଘଣ୍ଟା ନିଜକୁ ନିୟୋଜିତ କରି ଏକାକାର କରିବ। ଆଜି ଟିମ୍ ସ୍ପିରିଟ୍ ନେଇକି ମୁଁ ଏକୁଟିଆ କରେ ନା କିଛି, ଏକୁଟିଆ କି ସମସ୍ୟାର ସମାଧାନ କେବେ ହୋଇପାରିବ ନାହିଁ। ଗୋଟେ ମିଳିତ ପ୍ରକ୍ରିୟାରେ ହୁଏ। ଆମେ ଏଣ୍ଟାୟାର ଇଲେକ୍ଟେଡ୍ କାଉନସିଲର, ଯେତେ ପ୍ରଶାସନିକ ଅଧିକାରୀ ଅଛନ୍ତି, ଆଉ କଟକବାସୀ, ସେ ରାଜନୈତିକ ଦଳ ହୁଅନ୍ତୁ, ପୂଜା କମିଟି, ଶାନ୍ତି କମିଟି ହେଉ, ବୁଦ୍ଧିଜୀବୀ ହେଉ, ସିନିୟର ସିଟିଜେନ୍ ହୁଅନ୍ତୁ, ଯେକୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ, NGO, ମୁଁ ସମସ୍ତଙ୍କ ସହଯୋଗିତା ନିଏ କଟକଟାରେ ରୂପରେଖ ବଦଳାଇବା ପାଇଁ। କାହିଁକିନା ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ସୁଯୋଗଟା ଆମେ ପାଇବା ନାହିଁ। ଯଦି ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ଏବଂ ସବୁ ପ୍ରକାର ଆର୍ଥିକ ବ୍ୟବସ୍ଥାକୁ ସହଯୋଗ କରୁଛନ୍ତି, ଆମେ ଯଦି ହାତଛଡ଼ା କରିବା କଟକ ମଧ୍ୟ ସୁଯୋଗ ଆଉ ଜୀବନରେ ପାଇବା ନାହିଁ। ଏ କାମ ଯେତେବେଳେ ତ୍ୱରାନ୍ୱିତ ହେଉଛି, କିଏ ଭାବିଥିଲା ଆମେ ଅନୁଗୁଳ ବସ୍ଷ୍ଟାଣ୍ଡ ଯାଉଥିଲେ କି ବିପର୍ଯ୍ୟସ୍ତ ଅବସ୍ଥା ହେଉଥିଲେ, ସ୍ତ୍ରୀ ଲୋକମାନେ କି ଭୟଙ୍କର କାଦୁଅରେ ଚାଲୁଥିଲେ। ପୁରୀ ଅନୁଗୁଳ ବସ୍ଷ୍ଟାଣ୍ଡ, ଢେଙ୍କାନାଳ ବସ୍ଷ୍ଟାଣ୍ଡ, ଜଗତସିଂହପୁର ବସ୍ଷ୍ଟାଣ୍ଡ, ତା ସ୍ଥିତି କ'ଣ ଥିଲା 3 ମାସ ତଳେ? ଆମେ ଅଗଷ୍ଟ ସେପ୍ଟେମ୍ବର 15 ଦେଖିଲେ। 16 ଆମେ ଯଦି ନୂଆ ବସ୍ଷ୍ଟାଣ୍ଡ ଉଦ୍ଘାଟନ କଲେ, ମୋ ଉପରେ ବହୁତ ଅଭିଯୋଗ ଆସିଲା। କାହିଁ କାମ କମ୍ପ୍ଲେନ୍ ତରବର, କାହିଁକି ମେୟର କାହିଁ ତରବର ଏତେ? କିନ୍ତୁ ଆପଣ ଦେଖନ୍ତୁ ସେ ବସ୍ଷ୍ଟାଣ୍ଡଟା ଆଜି ଆମକୁ ଗୌରବ ଆଣିବା ଦେଇଛି। କୌଣସି ଜାତୀୟ ବସ୍ଷ୍ଟାଣ୍ଡର ସ୍ତରରେ ଆକୁ କମ୍ପେୟାର କରିବେ ଆମେ ବହୁତ ଆଗରେ ରହିବା ଏବଂ ଯେତେ ଏୟାରପୋର୍ଟ ଅଛି ତାକୁ ଯଦି କମ୍ପେୟାର କରିବେ ଆମେ ବି ଆଗରେ ରହିବା। ଆମେ ସେପ୍ଟେମ୍ବର 16 ତାରିଖରୁ ସେପ୍ଟେମ୍ବର ଗଲା, ଅକ୍ଟୋବର ଗଲା, ନଭେମ୍ବର ଗଲା, 2.5 ମାସ ଦେଖିବେ ତାର ମେଣ୍ଟେନାନ୍ସ। ତାକୁ ବାର ଆମେ ଭିଜିଟ୍ କରୁଛୁ। ଗୋଟେ 5 ଷ୍ଟାର ହୋଟେଲ କରୁଛୁ, 5 କୋଟି ଟଙ୍କା ଖର୍ଚ୍ଚ କରୁଛୁ, ଯାହାକୁ 5 ଟଙ୍କାରେ ମିଲ୍ ଖାଇବେ। ଗୋଟା ଦେଶ ଦେଖୁଛି କଟକର ନେତାଜୀ ସୁଭାଷ ବୋଷ ବସ୍ ଟର୍ମିନାଲ 5 ଟଙ୍କାରେ 5 ଷ୍ଟାର ହୋଟେଲରେ ସେଣ୍ଟ୍ରାଲ AC, ଗରମ ପାଣି, ହାତ ଧୋଇବା, ସବୁ ପ୍ରକାର ବ୍ୟବସ୍ଥା, ଛୋଟ ଛୁଆକୁ ବସିବା ପାଇଁ, ସିନିୟର ସିଟିଜେନ୍ ବସିବା ପାଇଁ, ସବୁ TV ଦେଖିବା ପାଇଁ, ସବୁ ଖବରକାଗଜ ପଢ଼ିକି ସେଠି କରିବା ପାଇଁ, ମାନେ ଖାଦ୍ୟ ଖାଇବା ପାଇଁ ଏବଂ ସକାଳ ବେଳା ମଧ୍ୟାହ୍ନ ଭୋଜନ ପାଖାପାଖି 2000 ପାଖାପାଖି ଯାଉଛି, ରାତିରେ ବି ଖାଇଯାଉଛନ୍ତି 1500 ପାଖାପାଖି ଲୋକ। ଏ ବ୍ୟବସ୍ଥା ଭାରତବର୍ଷର ଏ ବ୍ୟବସ୍ଥା କେଉଁଠି କେତେ ଜାଗାରେ ଅଛି? ମୁଁ ସମସ୍ତଙ୍କୁ ନିବେଦନ କରୁଛି, ଓଡ଼ିଶାବାସୀଙ୍କୁ ଯେଉଁଠି ଯାଉଛି ଟିକେ ଯଦି ସମୟ ପାଇବ କି କେବେ କଟକ ଆସ, ଏଠି ନେତାଜୀ ବସ୍ ଟର୍ମିନାଲଟି ବୁଲି ଆସ। ଏବଂ ଆମ ମୁଖ୍ୟମନ୍ତ୍ରୀ ଇଏ ସାଧାରଣ ମୁଖ୍ୟମନ୍ତ୍ରୀ ନୁହନ୍ତି, ଏକ ଅସାଧାରଣ ବ୍ୟକ୍ତିତ୍ୱ। ଆମେ ମେଟ୍ରୋ ପାଇଁ ଅନୁରୋଧ କରୁଛୁ, ମେଟ୍ରୋ କଟକକୁ ଆସୁଛି। ଇଏ କମ୍ ପରିକଳ୍ପନା ନୁହଁ କଟକ ପାଇଁ। ଏମ୍ସ ପ୍ଲସ୍ ହେଉଛି ଗୋଟା ପୂର୍ବ ଭାରତର ବୃହତ୍ତମ ଚିକିତ୍ସା କେନ୍ଦ୍ର, ଗବେଷଣା କେନ୍ଦ୍ର। ପୃଥିବୀର ପିଲାମାନେ ଆସିବେ ଏଠି ଗବେଷଣା କରିବା ପାଇଁ। ତାଳଦଣ୍ଡା କେନାଲ ଦେଖିବେ ଟିକେ। ମୁଁ ଅନୁରୋଧ କରୁଛି ଓଡ଼ିଶାରେ ଯେଉଁଠି ଗଲେ ବି ଟିକେ ସମୟ ପାଇଲେ ନେତାଜୀ ବସ୍ ଟର୍ମିନାଲ ଦେଖିବେ, ଟିକେ ସମୟ ପାଇଲେ ତାଳଦଣ୍ଡା କେନାଲ, ଫୁଡ଼ କୋର୍ଟ ଦେଖିବେ, ଟିକେ ବୋଟିଂ କ୍ଲବ୍ ଟିକେ ଦେଖିବେ, ଟିକେ ସମୟ ପାଇଲେ ମହାନଦୀର ଯେଉଁ ସୌନ୍ଦର୍ଯ୍ୟ ଜହ୍ନ ରାତିରେ ଆପଣ କିପରି ଉପଭୋଗ କରିପାରିବେ, ରେସ୍ତୋରାଁ ତା ଭିତରେ ଖାଇପାରିବେ, ଜନ୍ମଦିନ ପାର୍ଟି କରିପାରିବେ। ସିଲଭର ସିଟି ବୋଟିଂ କ୍ଲବ୍, ରିଙ୍ଗ ରୋଡ଼ 6 ଲେନ୍ ହେଉଛି। ଏ କଟକର ଗୋଟେ ନୂଆ ରୂପରେଖକୁ ଯାଉଛି, ପରିଚୟକୁ ଯାଉଛି। ଜାତୀୟ ସ୍ତରରେ କଟକର ଯେଉଁ ଗୌରବ ଥିଲା ଆଶା କରୁଛି, କଟକରେ ଡେଭଲପମେଣ୍ଟକୁ ବିଚାରକୁ ନେଇ ଯେଉଁମାନେ ଏଭଳି ହୀନ ଉଦ୍ୟମ କରୁଛନ୍ତି, ସାଇବର କ୍ରାଇମ୍ ଆମର ଯେଉଁ ସେଲ୍ ଅଛି ଓଡ଼ିଶା ସରକାରଙ୍କର ପୋଲିସ ବିଭାଗର, ମୋ ଏଫଆଇଆର୍ ପରେ ସେ ଦୃଢ଼ ପଦକ୍ଷେପ ନେବେ। ସେମାନଙ୍କୁ ଧରିବାରେ
एवं मो आईडी को जो माने ये ह्याक करछंती तांकुठू मुक्त करिवारे।